ରେମୁଣା ବ୍ଲକ ଦୁର୍ଗାଦେବୀ ପଞ୍ଚାୟତର ରାଉତରାପୁର ଶ୍ରୀ ଜଗନ୍ନାଥ ମନ୍ଦିରରେ ଆରମ୍ଭ ହେଲା ଘୋଷ ଯାତ୍ରା। ରଥାରୂଢ଼ ହୋଇ ପତିତ ଜନଙ୍କୁ ଉଦ୍ଧାର ପାଇଁ ଶ୍ରୀ ଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିଲେ ମହାପ୍ରଭୁ। ବାଲେଶ୍ୱର ଷ୍ଟେସନ ଛକରେ ଖୋଲିଛି 1 ଓ 2 ଗ୍ରାମ ଗୋଲ୍ଡ ଫର୍ମିଂ ଜୁଏଲାରୀ ଶୋରୁମ୍। ଆଜି ହିଁ ଆସନ୍ତୁ ଆଉ ବାଛି ନିଅନ୍ତୁ ଆପଣଙ୍କ ମନପସନ୍ଦର ଗହଣା। SJ ଜୁଏଲ୍ସ, ସମାଜ ଅଫିସ ତଳମଙ୍ଗଳା, ଷ୍ଟେସନ ଛକ, ବାଲେଶ୍ୱର। ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲା ସୀମାନ୍ତରେ ଥିବା ରେମୁଣା ବ୍ଲକ ଅଧୀନ ଦୁର୍ଗାଦେବୀ ପଞ୍ଚାୟତର ଭଞ୍ଜଛଡ଼ା ରାଉତରାପୁର ସ୍ଥିତ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ଆରମ୍ଭ ହୋଇଛି ପବିତ୍ର ଘୋଷ ଯାତ୍ରା। ଏନେଇ ଆକର୍ଷଣୀୟ ପହଣ୍ଡିରେ ରଥାରୂଢ଼ ହେବା ପରେ ଶ୍ରୀଜୀଉମାନେ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିଛନ୍ତି। ଏହି ଅବସରରେ ସକାଳୁ ମହାପ୍ରଭୁଙ୍କ ମଙ୍ଗଳ ଆରତୀ ପରେ ଦିବସବ୍ୟାପୀ କାର୍ଯ୍ୟକ୍ରମ ମଧ୍ୟରେ ସୂର୍ଯ୍ୟପୂଜା, ରୋଷହୋମ, ମଇଲମ ଓ ରଥ ପ୍ରତିଷ୍ଠା ପ୍ରଭୃତି ନୀତି ଅନୁଷ୍ଠିତ ହୋଇଥିଲା। ଅପରାହ୍ନରେ ତୁହାକୁ ତୁହା ବର୍ଷା ମଧ୍ୟରେ ଚକ୍ରରାଜ ସୁଦର୍ଶନ, ବଡ଼ ଠାକୁର ଶ୍ରୀ ବଳଭଦ୍ର, ଜଗଜ୍ଜନନୀ ମା ସୁଭଦ୍ରା ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦାରୁ ବିଗ୍ରହଙ୍କୁ ଗୋଟି ପହଣ୍ଡିରେ ରଥ ବିଜେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପହଣ୍ଡି ସମୟରେ ଘଣ୍ଟ ଘଣ୍ଟା ଓ ଭଜନ କୀର୍ତ୍ତନରେ ସମଗ୍ର ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଏହା ସହିତ ବିଭିନ୍ନ ସାଂସ୍କୃତିକ ଦଳଙ୍କ ନୃତ୍ୟ ପରିବେଷଣରେ ପହଣ୍ଡି କାର୍ଯ୍ୟକ୍ରମ ଅତ୍ୟନ୍ତ ଆକର୍ଷଣୀୟ ହୋଇ ଉଠିଥିଲା। ତେବେ ସବୁଠାରୁ ଆକର୍ଷଣୀୟ ଥିଲା ସୀମାନ୍ତ ରଥଯାତ୍ରା କମିଟିର ସଭାପତି ପ୍ରଭାତ ବିଶ୍ୱାଳଙ୍କ ସାମନ୍ତ ରାଜା ବେଶରେ ଆଗମନ, ଦିଅଙ୍କ ସମ୍ମୁଖରେ ଓ ରଥ ଉପରେ ଛେରା ପହଁରା। ସମ୍ପୂର୍ଣ୍ଣ ନିଷ୍ଠା ଓ ଭାବର ସହ ରାଜା ଭାବେ ଶ୍ରୀ ବିଶ୍ୱାଳ ସମସ୍ତ ନୀତି ସମ୍ପାଦନ କରିଥିଲେ।
ରଥାରୂଢ଼ ହେବା ପରେ ସହସ୍ରାଧିକ ଭକ୍ତ ଓ ଶ୍ରଦ୍ଧାଳୁ ବିନୟ ଭାବରେ ରଥକୁ ଟାଣି ନେଇଥିଲେ। ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ବ୍ଲକ, ବାଲେଶ୍ୱରର ରେମୁଣା ବ୍ଲକ ଓ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ହାତରେ ଦୌଡ଼ି ଧରି ରଥ ଟାଣୁଥିବାର ଦେଖିବାକୁ ମିଳିଥିଲା। ସନ୍ଧ୍ୟା ହୋଇଯାଇଥିଲେ ବି ଉଜ୍ଜଳ ଆଲୋକ ବ୍ୟବସ୍ଥା ମଧ୍ୟରେ ରଥ ପହଞ୍ଚିଥିଲା ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଅନ୍ତର୍ଗତ ନୂଆହାଟ ଛକରେ ଥିବା ଚେଙ୍ଗୁଆ ମଙ୍ଗଳପୁର ସ୍ଥିତ ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟରେ। ପତିତ ଜନଙ୍କ ଉଦ୍ଧାର ପାଇଁ ମହାପ୍ରଭୁ ରଥାରୂଢ଼ ହୋଇ ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଛନ୍ତି ବୋଲି ମହାରାଜ ଶ୍ରୀ ବିଶ୍ୱାଳ ଏହି ଅବସରରେ କହିଥିଲେ। ଜୟ ଜଗନ୍ନାଥ। ସର୍ବପ୍ରଥମେ ଜଗତନାଥ ଜଗନ୍ନାଥଙ୍କର ଚରଣ କମଳରେ ଭକ୍ତିପୂତ ପ୍ରଣାମ ଜଣାଉଛି। ଇଏ ସୀମାନ୍ତ ରଥଯାତ୍ରା। ଇଏ ହେଉଛି ମୟୂରଭଞ୍ଜ ବାଲେଶ୍ୱର ଦୁଇଟି ଜିଲ୍ଲାର ସଂଯୋଗ ସ୍ଥଳ। ବଡ଼ସାହି ବ୍ଲକ ରାସ୍ତା ପଟେ ରେମୁଣା ବ୍ଲକ, ସୁଦୂର 100 ଫୁଟ ଦୂରରେ ଉଦୁଳା ବ୍ଲକ। ତେଣୁ ତିନୋଟି ବ୍ଲକର ସଂଯୋଗୀ ସ୍ଥଳ। ଏପଟେ ଚେଙ୍ଗୁଆ ମଙ୍ଗଳପୁର, ଏପଟେ ଦୁର୍ଗାଦେବୀର ରାଉତରାପୁର। ତେଣୁ ଏଇଥିପାଇଁ ଏହାର ନାମ ସୀମାନ୍ତ ରଥଯାତ୍ରା। ବର୍ଷ ପରେ ବର୍ଷ ବିତି ଚାଲିଛି। 2000 ମସିହାରେ ଏ ଅଞ୍ଚଳବାସୀମାନେ ଏ ରଥ କାର୍ଯ୍ୟକ୍ରମକୁ ହାତକୁ ନେଇଥିଲେ। ଆଜି ତା 25 ବର୍ଷରେ ପଦାର୍ପଣ କରିଛି, ଯେଉଁଟାକି ଆମର ରୌପ୍ୟ ଜୟନ୍ତୀ ବର୍ଷ। କରୋନା ବର୍ଷ ଗୋଟେ ବନ୍ଦ ଥିଲା, ସେ ବର୍ଷ ରଥ ଚାଲିନଥିଲା, ନହେଲେ 26 ବର୍ଷ ହେଇଥାନ୍ତା। ତେଣୁ 25 ବର୍ଷ ପଦାର୍ପଣ କରିଛି। ପ୍ରତ୍ୟେକ ବର୍ଷ ଭଳି এই ବର୍ଷ ମଧ୍ୟ ବର୍ଷା ସତ୍ତ୍ୱେ ଆପଣମାନେ ଦେଖିପାରୁଥିବେ ହଜାର ହଜାର ଭକ୍ତ କିଭଳି ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ମାଡ଼ି ଆସିଛନ୍ତି। ଯେ ଏଇଟା ହେଉଛି ଭକ୍ତ ଆଉ ଭଗବାନଙ୍କର ସଂଯୋଗ ମିଳନର ଏକ ଆହ୍ୱାନ। ମୁଁ ଆଜି ଏତେ ଆନନ୍ଦିତ, ଏତେ ବିହଳିତ। ମୁଁ ଭାବୁଥିଲି ବର୍ଷା ଅଛି, ଲୋକ ଆଜି ଟିକେ ଆସିବେ ନାହିଁ, କିନ୍ତୁ ମୁଁ ଦେଖୁଛି ଅନ୍ୟ ବର୍ଷ ଆପଣମାନେ ବି ଦେଖିପାରୁଥିବେ ଅନ୍ୟ ବର୍ଷ ଠାରୁ ଏ ବର୍ଷ ଆହୁରି ଜନସମାଗମ ହେଇଛି। ଏହା ହେଉଛି ପ୍ରଭୁଙ୍କର ଲୀଳା। ପ୍ରଭୁ ଯେତେବେଳେ ରତ୍ନବେଦୀରୁ ରଥାରୂଢ଼ ହୋଇ ଚତୁର୍ଦ୍ଧାମୂର୍ତ୍ତି ଆସନ୍ତି ଭକ୍ତଙ୍କୁ ଦର୍ଶନ କରିବା ପାଇଁ, ଭକ୍ତଟିଏ ଚର୍ମ ଚକ୍ଷୁରେ ତାଙ୍କୁ ଦର୍ଶନ କଲା ପରେ ରଥ ଉପରେ କୋଟି ଜନ୍ମର ପୁଣ୍ୟତା ପାଇଥାଏ। ତେଣୁ ଏଭଳି ମୁହୂର୍ତ୍ତକୁ କେତେବେଳେ ଭକ୍ତ ହାତ ଛଡ଼ା କରନ୍ତି ନାହିଁ। ତେଣୁ ଆଜି ପ୍ରତ୍ୟେକ ବର୍ଷ ଭଳି ସକାଳେ ସୂର୍ଯ୍ୟ ପୂଜା, ରସହୋମ, ଐଲମ ଏବଂ ତାପରେ ରଥ ପ୍ରତିଷ୍ଠା, ତାପରେ ଆମର ଛେରା ପହଁରା କାର୍ଯ୍ୟକ୍ରମ, ପହଣ୍ଡି, ଯାହା ରଥରେ ଠାକୁର ବିଜେ ହେଲେ ଯେଉଁ ରୀତିନୀତିରେ ପୁରୀରୁ ଯେଉଁ ପଣ୍ଡିତ ମଣ୍ଡଳୀ ଆସନ୍ତି ତାଙ୍କ ନିର୍ଦ୍ଦେଶରେ ଆମେ କରିଥାଉ। ଏବଂ ସେଇଭଳି କାର୍ଯ୍ୟକ୍ରମ ଏ ବର୍ଷ ମଧ୍ୟ ହେଇଛି ଏବଂ ଖୁବ୍ ସୁଚାରୁ ରୂପେ କାର୍ଯ୍ୟକ୍ରମ ସରିଛି। ରଥ ଟଣା କାର୍ଯ୍ୟକ୍ରମ ବର୍ତ୍ତମାନ ସରିଲା। ପ୍ରଭୁ ଚତୁର୍ଦ୍ଧାମୂର୍ତ୍ତି ମାଉସୀ ମା ମନ୍ଦିର ନିକଟରେ ପହଞ୍ଚିଛନ୍ତି ରଥ। ଏବଂ ଆମର ସୁଦୂର ପୁରୀରୁ ଆସିଥିବା ଭଜନ ସନ୍ଧ୍ୟା ଗ୍ରୁପ୍ ତାଙ୍କର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ଏବଂ 9 ଦିନ ଧରି ଏଠି ଭଜନ ସନ୍ଧ୍ୟା ଏବଂ ପ୍ରବଚନ ସବୁଦିନ ସନ୍ଧ୍ୟାରେ ରହିଛି କାର୍ଯ୍ୟକ୍ରମ। ଶେଷରେ ପ୍ରଭୁ ଜଗନ୍ନାଥଙ୍କ ଚରଣ କମଳରେ ଆଉ ଥରେ ପ୍ରଣିପାତ ଜଣାଉଛି। ଏତିକି ପ୍ରାର୍ଥନା କରିବି, ହେ ପ୍ରଭୁ ଏ ଅଞ୍ଚଳବାସୀକୁ ଖୁସିରେ ରଖ, ସୁସ୍ଥରେ ରଖ, ଶାନ୍ତିରେ ରଖ। କୃଷି ପ୍ରଧାନ ଅଞ୍ଚଳ, ଶସ୍ୟ ଶ୍ୟାମଳରେ ଏ ଅଞ୍ଚଳ ଭରି ହଉ। ଏତିକି ମୋର ପ୍ରଭୁଙ୍କ ଚତୁର୍ଥ ଅଲୌକିକ ଅନୁଭୂତି। ଏ ଅନୁଭୂତି ଭାବର ଅନୁଭୂତି। ଭକ୍ତ ଆଉ ଭଗବାନଙ୍କର ଯେଉଁ ମିଳନ, ଗଜପତି ବେଶରେ ଯେତେବେଳେ ଛେରା ପହଁରା କରିବା ପାଇଁ ମୁଁ ନିଜେ ଆସେ, ମୁଁ ସେତେବେଳେ ମୋ ନିଜକୁ ପ୍ରଭୁଙ୍କ ଚରଣ କମଳରେ ହଜାଇ ଦେଇଥାଏ। ମୁଁ କିଏ ମୁଁ ନିଜେ ସେତେବେଳେ ଜାଣିନଥାଏ। କେବଳ ମୋର ଲକ୍ଷ୍ୟ ଥାଏ ପ୍ରଭୁଙ୍କର ଚରଣ କମଳରେ ଏବଂ ପ୍ରଭୁଙ୍କର ସେବା କରିବା ପାଇଁ। ପ୍ରଭୁ ମୋତେ ତାଙ୍କର ସେବା କରିବା ପାଇଁ ଯେଉଁ ଟିକେ ସୁଯୋଗ ଦେଇଛନ୍ତି, ମୋର ପ୍ରଭୁଙ୍କୁ ଏତିକି ପ୍ରାର୍ଥନା, ହେ ପ୍ରଭୁ ଜଗନ୍ନାଥ ମୋତେ ସବୁଦିନ ଏଇଭଳି ସୁସ୍ଥ ରଖିଥାଅ ଏବଂ ଶେଷ ଜୀବନ ପର୍ଯ୍ୟନ୍ତ ତୁମର ସେବା କରିବା ପାଇଁ ମୋତେ ସାମର୍ଥ୍ୟ ଦିଅ। ଏତିକି ମୋର ପ୍ରଭୁଙ୍କୁ ପ୍ରାର୍ଥନା। ମୁଁ ଯେଉଁଦିନ ଠାରୁ ଏ ଅଞ୍ଚଳ ସହିତ ଜଡ଼ିତ ହୋଇଛି, ମୁଁ ଦେଖି ଆସିଛି ଏ ଅଞ୍ଚଳର ଲୋକମାନଙ୍କ ଭିତରେ ଗୋଟେ ଭାତୃତ୍ୱ ଭାଇଚାରା ଅଛି। କିଛି ଡାକିବା ଦରକାର ନାହିଁ, ତାଙ୍କୁ ଖାଲି ନା ତାଙ୍କ ପାଖରେ ମେସେଜ ପହଞ୍ଚିବାର ଅଛି, ଏଇ କାମ ଏଇ ଦିନ ହବ। ସେ ରଥ କାର୍ଯ୍ୟ ହଉ, ସେ ଢାଳ କଟା ହଉ, ରାସ୍ତା ସଫା ହଉ, କାହାକି ଡାକିବାକୁ ପଡ଼େନି। ସେମାନେ ସହୃଦୟରୁ ଆସି ଭଗବାନଙ୍କ କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି। ଏଇ ଭାତୃତ୍ୱ ବନ୍ଧନ ଆଜି ମୁଁ ଦେଖି ଆସୁଛି, ସେ ପର୍ଯ୍ୟନ୍ତ ମୁଁ ଜଡ଼ିତ ହୋଇଛି, ତାଙ୍କ ଭିତରେ ରହିଛି। ସେଇଥିପାଇଁ ଏ ଅଞ୍ଚଳରେ ସମସ୍ତେ ଭାଇଚାରା ଭିତରେ ବାନ୍ଧି ହୁଅନ୍ତି। ରେମୁଣାର ପୂର୍ବତନ ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ରେମୁଣା ଏନ୍ଏସି ଅଧ୍ୟକ୍ଷା ତନୁଜା ଗିରି, ବରିଷ୍ଠ ସାମ୍ବାଦିକ ରବି ରାଉତ, ରାମନାରାୟଣ ବେହେରା, ପ୍ରଶାନ୍ତ ବରାଳ, ସତ୍ୟବ୍ରତ ମିଶ୍ର, ମାୟାଧର ତ୍ରିପାଠୀ, ସୁବ୍ରତ ମିଶ୍ର, ସନତ ମିଶ୍ର, ରୂପକ ମହାପାତ୍ର,
ବିଶ୍ୱଭୂଷଣ ଦ୍ୱିବେଦୀ, ଜିତେନ ମହାପାତ୍ର, ନିଶାକର ମହାପାତ୍ର, ସତ୍ୟାନନ୍ଦ ଦ୍ୱିବେଦୀ, ପ୍ରଦୀପ୍ତ ପଣ୍ଡା ପ୍ରମୁଖ ସମସ୍ତ କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ। ଶୁକ୍ରବାର ଶ୍ରୀଜୀଉମାନଙ୍କ ଆଡ଼ପ ମଣ୍ଡପକୁ ବିଜେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଆଡ଼ପ ମଣ୍ଡପରେ ତିନି ଠାକୁରଙ୍କୁ ଦଶାବତାର ବେଶରେ ଶ୍ରଦ୍ଧାଳୁମାନେ ଦର୍ଶନ କରିବାର ସୁଯୋଗ ପାଇବେ ବୋଲି ମନ୍ଦିରର ମୁଖ୍ୟ ପୂଜକ ପଣ୍ଡିତ ଦୟାନିଧି ଦ୍ୱିବେଦୀ ସୂଚନା ଦେଇଛନ୍ତି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ନୀଳାଦ୍ରିନାଥଂ ଜଗତମଧୀଶଂ ଚିଦଂ ସ୍ୱରୂପଂ ଶରଣୈକନାଥଂ ଶ୍ରୀନୀଳଗୁପ୍ତାଧିପତିବରେଣ୍ୟଂ ସୁରେନ୍ଦ୍ର ବନ୍ଦ୍ୟଂ ପ୍ରଣତସ୍ମି ନିତ୍ୟଂ। ମୁଁ ପଣ୍ଡିତ ଦୟାନିଧି ଦ୍ୱିବେଦୀ, ଜଗନ୍ନାଥଙ୍କର ମନ୍ଦିରର ମୁଖ୍ୟ ପୂଜକ। ଶ୍ରୀଗୁଣ୍ଡିଚା ରଥଯାତ୍ରାର ଯେ ସକାଳେ ପ୍ରଭୁଙ୍କ ନିକଟରେ ମଙ୍ଗଳ ଆଳତି, ରସୋହମ, ସୂର୍ଯ୍ୟ ପୂଜା, ମହିଲମ, ଅବକାଶ ଇତ୍ୟାଦି ପରେ ପ୍ରଭୁଙ୍କର ମହାସ୍ନାନ, ଚକ୍ଷୁଦାନ, ନବଯୌବନ ଦର୍ଶନ ଏବଂ ପ୍ରଭୁଙ୍କର ରଥ ପ୍ରତିଷ୍ଠା, ତାପରେ ପ୍ରଭୁ କୋଟି ପହଣ୍ଡିରେ ରଥାରୂଢ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିରାଜମାନ କରିଛନ୍ତି। ବର୍ତ୍ତମାନ ପ୍ରଭୁ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଉପସ୍ଥିତ। ଏହି 9 ଦିନ ଏ ବର୍ଷ ହେଉଛି 2026 ମସିହା ରୌପ୍ୟ ଜୟନ୍ତୀ। ପ୍ରଭାତ କୁମାର ବିଶ୍ୱାଳ ମହୋଦୟ ମହାରାଜଙ୍କର ନିର୍ଦ୍ଦେଶ କ୍ରମେ ପ୍ରତ୍ୟେକ ଦିନ 9 ଦିନ ଧରି ଗୁଣ୍ଡିଚା ମନ୍ଦିରର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ପ୍ରବଚନ ଏବଂ ଜଗନ୍ନାଥଙ୍କର କଥା ଆଧାରିତ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ, ତା ସହିତ ପ୍ରତ୍ୟେକ ଦିନ ମଧ୍ୟ ପ୍ରଭୁଙ୍କ ନିକଟରେ ବେଶ କରାଯାଏ। ଦଶାବତାର ବେଶ, ଦୈନନ୍ଦିନ ବେଶ ହୁଅନ୍ତି ପ୍ରଭୁ ଏବଂ ଅବଢ଼ା ହାଟ ମଧ୍ୟ ଖୋଲାଯାଏ। ଦ୍ୱିପହରେ ଏବଂ ରାତିରେ ସମସ୍ତ ଶ୍ରଦ୍ଧାଳୁ ଭକ୍ତବୃନ୍ଦମାନେ ପ୍ରଭୁଙ୍କର ପ୍ରସାଦ ସେବନ କରି ଘରକୁ ପ୍ରତ୍ୟାବର୍ତ୍ତନ କରନ୍ତି ଏବଂ ପ୍ରଭୁଙ୍କୁ ଦର୍ଶନ କରନ୍ତି। ଏବଂ 9 ଦିନ ଧରି ଗୁଣ୍ଡିଚା ମନ୍ଦିରରେ ବହୁତ ଜାକଜକମରେ ପରିପୂର୍ଣ୍ଣ ହୁଏ ଏବଂ ଭକ୍ତମାନଙ୍କର ସମାଗମ ଛୁଟେ। ଏବଂ ବାହୁଡ଼ା ଦିନ ପ୍ରଭୁଙ୍କର ଗୁଣ୍ଡିଚା ମନ୍ଦିରରେ ନୀତିକାନ୍ତି ପରେ ପ୍ରଭୁ ଶ୍ରୀମନ୍ଦିରକୁ ବାହୁଡ଼ି ଯାଆନ୍ତି, ବିରାଜମାନ କରନ୍ତି ଏବଂ ସେଦିନ ରାତିରେ ବାଟରେ ଏକାଦଶୀ କରନ୍ତି। ତାପର ଦିନ ପ୍ରଭୁ ନୀଳାଦ୍ରି ବିଜେ କରନ୍ତି। ରଥଯାତ୍ରା ସନ୍ଧ୍ୟାରେ ଆଡ଼ପ ମଣ୍ଡପରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନାରାୟଣ ମାହାନା, ଅଚ୍ୟୁତ ମାହାନା, ଅଶୋକ ମାହାନା, ଭାଗବତ ବିନ୍ଧାଣୀ, ଅନୁ ମହାଳିକ, ସନ୍ତୋଷ ମାହାନା, ଆଦିକନ୍ଦ ପ୍ରଧାନ, କାର୍ତ୍ତିକ ସାହୁ, ଗଣେଶ୍ୱର ସାହୁ, ହାଡ଼ିବନ୍ଧୁ ବିନ୍ଧାଣୀ, ରବୀନ୍ଦ୍ର ଗାହାଣ, ପୁରୁଷୋତ୍ତମ ରାୟ, ସନ୍ତୋଷ ଦେ, ରାଧାକୃଷ୍ଣ ପାତ୍ର, ଗଜେନ୍ଦ୍ର ସାହୁ ପ୍ରମୁଖ ସମସ୍ତ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ। ପ୍ରଭୁଙ୍କର ଲୀଳା, ପ୍ରଭୁଙ୍କର ଖେଳା। सेंट जॉन कॉलेज ऑफ नर्सिंग एंड पैरामेडिकल्स रे एडमिशन चलीछि। बीएससी नर्सिंग जीएनएम कोर्स पई जोगाजोग करंतु। सेंट जॉन कॉलेज ऑफ नर्सिंग एंड पैरामेडिकल्स, मिशन कंपाउंड, बालेश्वर। मां लक्ष्मी ज्वेलर्स, विवेकानंद मार्ग, चिड़िया पोलो, बालेश्वर।
Welcome to Pratiksha Fertility and IVF Clinic, Baleshwar. With state-of-the-art facilities and cutting-edge equipment, we provide the highest standard of fertility care. Pratiksha Fertility and IVF Clinic, Baleshwar. पाइप किनिबा पूर्वरु पाइप रो पारिबा पणिया उपरे प्रत्येक प्रश्नर उत्तर आमे दबु। पानीर प्रखर जेते तीव्र हो अबा पानीर शिखर जेते उच्च हो, एमके प्लास्ट कंपनी रे निर्मित एमकेपी ब्रांड रो सुदृढ़ एवं दीर्घस्थायी पीवीसी एंड एचडीपीई पाइप्स सर्वदा नंबर 1। सर्वनिम्न मूल्य रे सर्वोत्तम पाइप किनिबा पई जोगाजोग करंतु। एमके प्लास्ट प्राइवेट लिमिटेड, रामदासपुर इंडस्ट्रियल एस्टेट, गोड़ीसाही, कटक डिस्ट्रिक्ट। पिन 754006। कॉल करंतु 8637278439 किंबा ईमेल करंतु admin@mkplast.in।